ଯଦି ଗଞ୍ଜେଇ ବିରୁଦ୍ଧରେ ଗଜପତି ପୁଲିସର ଅଭିଯାନ ଜାରି ରହିଛି ଏବଂ ସେହି କ୍ରମରେ ଗତକାଲି ଆମର ଆର୍ ଉଦୟଗିରି ଥାନାର ଅଫିସର ଏବଂ ଷ୍ଟାଫ୍ ସବୁଦିନ ଭଳି ଗଞ୍ଜେଇ ବିରୁଦ୍ଧରେ ଯେଉଁ ପେଟ୍ରୋଲିଂ ଯେଉଁ ନାକା ଚାଲିଛି ସେମାନେ ଗଞ୍ଜେଇର ନିର୍ଦ୍ଦିଷ୍ଟ ସନ୍ଧାନ ପାଇ କଙ୍କଡ଼ାଗୁଡ଼ା ଏବଂ ତମାନ ଗାଁ ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ସକାଳ ପ୍ରାୟ 6ଟା ସମୟରେ ଗୋଟିଏ ବୋଲେରୋ ଗାଡ଼ି ଏବଂ ତାର ଆଗରେ ଦୁଇଟି ବାଇକ୍ରେ କିଛି ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଲୋକ ସେଇ ରାସ୍ତାରେ ବୋଲେରୋ ଏବଂ ବାଇକ୍ରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ସେମାନେ ସେ ବୋଲେରୋକୁ ଏବଂ ବାଇକ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରୁ 3 ଜଣ ଦୁର୍ବୃତ୍ତ ମାନେ ମକା କିଆରି ଭିତରେ ପଶି ଚମ୍ପଟ ମାରିଥିଲେ, କିନ୍ତୁ ଏମାନେ ବୋଲେରୋ ଗାଡ଼ି ଏବଂ 2ଟି ବାଇକ୍ ସହ ସେ ବୋଲେରୋ ଗାଡ଼ିରେ ଥିବା ଗଞ୍ଜେଇ ବସ୍ତା ଗୁଡ଼ିକୁ ଜବତ କରିଥିଲେ। ସେମାନଙ୍କୁ ଅଟକ ରଖି ସେଠାରେ ସେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟକୁ ରିକ୍ୱେସନ୍ କରି ଘଟଣାସ୍ଥଳକୁ ନେଇଥିଲେ ଏବଂ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ଗାଡ଼ିର ତଲାସି ନିଆଯାଇଥିଲା। ତଲାସି ନେବାରୁ ସେ ବୋଲେରୋ ଗାଡ଼ିରେ 11ଟି ବସ୍ତାରେ 3 କୁଇଣ୍ଟାଲ 87 କିଲୋ ଗଞ୍ଜେଇ ଥିବାର ଦେଖାଯାଇଥିଲା। ତାକୁ ସେଠାରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଏହା ବ୍ୟତୀତ ଗୋଟିଏ ହୋଣ୍ଡା କମ୍ପାନୀର ବାଇକ୍ ଏବଂ ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର 2ଟି ମୋବାଇଲ ସେମାନଙ୍କ ପୋଜିସନରୁ ଜବତ କରାଯାଇଥିଲା। ଆର୍ ଉଦୟଗିରି ଥାନାରେ NDPS ଧାରାରେ 167 ନମ୍ବର କେସ୍ ରେଜିଷ୍ଟ୍ରି କରାଯାଇଛି। ସେମାନଙ୍କୁ ଗିରଫ କରାଯାଇଛି, 2 ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି। ଅନ୍ୟ ଯେଉଁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଧରିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସେ ଗଞ୍ଜେଇ ସେମାନେ କେଉଁ ଜାଗାରୁ ଆଣୁଥିଲେ ଏବଂ କେଉଁଠିକି ନେଉଥିଲେ, ମଝିରେ ମଧ୍ୟସ୍ଥି କିଏ ଥିଲେ, ଏସବୁ ବାବଦରେ ଆମର ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଆମ ପାଖରେ ଯେଉଁ ସୂଚନା ଗୁଡ଼ିକ ରହିଛି ସେହି ସୂଚନା ଆଧାରରେ ବ୍ୟାପକ ଭାବରେ ଏହି ଗଞ୍ଜେଇ ଚୋରାଚାଲାଣକୁ ବନ୍ଦ କରିବା ପାଇଁ ଆମର ଅଭିଯାନ ଜାରି ରହିବ। ସ୍ଥାନୀୟ ଅଞ୍ଚଳର ଥିଲେ, କିନ୍ତୁ ସେମାନେ କେଉଁଠିକି ନେଉଥିଲେ, କାହା ପାଖକୁ ନେଉଥିଲେ, କାହାର ରିକ୍ୱାରମେଣ୍ଟ ଥିଲା ଏସବୁ ଜିନିଷକୁ ରିସିଭ୍ କରିବା ପାଇଁ, ଏସବୁ ତଦନ୍ତ ଆମେ ଜାରି ରହିଛି। ଆମେ ତଦନ୍ତ ସରିଲେ ଆପଣଙ୍କୁ ଜଣାଇବୁ। ଘଟଣାସ୍ଥଳରୁ 3 ଜଣ ଦୁର୍ବୃତ୍ତ ଖସି ପଳାଇଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ଆମର ଟିମ୍ ଗଠନ କରାଯାଇଛି। ସେ ଟିମ୍ ଲାଗିଛନ୍ତି, ଖୁବ୍ ଶୀଘ୍ର ସେମାନଙ୍କୁ ଯେଉଁମାନେ ଯେଉଁ 2 ଜଣ ଗିରଫ ହୋଇଛନ୍ତି ସେମାନଙ୍କ ବାବଦରେ ଆମ ପାଖରେ ଦୀର୍ଘ ଦିନ ଧରି ଖବର ରହିଥିଲା ଯେ ସେମାନେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି ଏବଂ ସେମାନଙ୍କ ଗତିବିଧି ଉପରେ ନଜର ଥିଲା ଏବଂ କାଲି ଆମର ସେଇ ପୂର୍ବ ଇନଫର୍ମେସନ୍ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି। ବଜାରରେ ଆନୁମାନିକ ମୂଲ୍ୟ ପାଖାପାଖି 6 ଲକ୍ଷରୁ ଉର୍ଦ୍ଧ୍ୱ ହେବ। ସାର୍, ଆପଣ ଯେମିତି କହୁଥିଲେ କି ମଧ୍ୟସ୍ଥମାନଙ୍କୁ ଆପଣମାନେ ଧରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଗଜପତି ପୁଲିସ ନାଇଁ, ସେମିତି କଥା ନୁହେଁ। ଘଟଣାରେ ଦେଖନ୍ତୁ, ଗଞ୍ଜେଇ ଷ୍ଟୋରେଜ କିଏ କରୁଛି, ଚାଲାଣ କିଏ କରୁଛି ଏବଂ କାହା ପଜେସନରୁ ଟ୍ରାନ୍ସପୋର୍ଟେସନ ବେଳେ ଜବତ ହେଉଛି, ସେଇଟା ହେଉଛି ମୁଖ୍ୟ କଥା। ସେ ବାବଦରେ ଆମେ ପ୍ରତ୍ୟେକଟି ଯେତେବେଳେ ଗଞ୍ଜେଇ ଧରାଯାଉଛି ସ୍ପେସିଫିକ୍ କେସ୍ ଉପରେ ଆମେ ଧ୍ୟାନ ଦେଉଛୁ ଏବଂ ତାକୁ ପୂର୍ଣ୍ଣାଙ୍ଗ ତଦନ୍ତ କରାଯାଉଛି ଏବଂ ଯେଉଁମାନେ ସେଥିରେ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଆମେ ଆଇନ ପରିସରକୁ ଆଣୁ। ସାର୍, ଏଇଟା କେଉଁଠି ଚାଳନା ହେଉଥିଲା? ଜିଲ୍ଲା ଭିତରେ ପଶିକି ସେମାନେ ଯାଇଥାନ୍ତେ, କିନ୍ତୁ ତାଙ୍କୁ ଆମେ ଇଣ୍ଟ୍ରୋଗେସନ୍ କିଛି ମାତ୍ରାରେ କରିଛୁ। ଯଦି ଆବଶ୍ୟକ ହୁଏ ଆମେ ତାଙ୍କୁ ରିମାଣ୍ଡରେ ମଧ୍ୟ ଆଣିବୁ। ଏପର୍ଯ୍ୟନ୍ତ ଆମେ ସଠିକ୍ ଭାବରେ ଜାଣିପାରିନାହୁଁ ଯେ ସେମାନେ ଗଞ୍ଜେଇ ବାସ୍ତବରେ କେଉଁଠିକି ନେଇକି ଯାଉଥିଲେ, କିନ୍ତୁ ଆମେ ଖୁବ୍ ଶୀଘ୍ର ସେସବୁ ଜାଣିପାରିବୁ। ବାରମ୍ବାର ଗଞ୍ଜେଇ ବାବଦକୁ ଗିରଫଦାରୀ ଜାରି ରହିଛି, କିନ୍ତୁ ମୂଳ ଯୋଉଠି ଉତ୍ପାଦନ ହେଉଛି ସେ ଜାଗାକୁ ପହଞ୍ଚିବନି ପୋଲିସ। ହଁ, ମୁଁ ସେଇଟା ଆପଣମାନଙ୍କୁ ଆଗରୁ ବି କହିଛି ଯେ ଆମର ଗଞ୍ଜେଇ ଚାଷ ଉପରେ
ସମ୍ପୂର୍ଣ୍ଣ ଭାବରେ କେମିତି ଚାଷକୁ ବନ୍ଦ କରାଯିବ ସେଥିପାଇଁ ଅଭିଯାନ ଜାରି ରହିଛି। ବର୍ତ୍ତମାନ ଅଳ୍ପ ଦିନ ଭିତରେ ଆପଣମାନେ ଦେଖିବେ ଆମର ଏକ ସ୍ୱତନ୍ତ୍ର ରେଡ୍ ଜାରି ରହିବ। ଯେଉଁ ଚାଷ କରାଯାଇଛି ସେଗୁଡ଼ିକୁ ଆମେ ନଷ୍ଟ କରିବୁ ଏବଂ ଯେଉଁମାନେ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଆମେ ମୋକଦ୍ଦମା କରିବୁ। ଏଇଟା ବହୁତ ଶୀଘ୍ର ହେବ।